ଆପଣ ଜାଣିଛନ୍ତି କି ଓଡ଼ିଶାର ଏକ ଏମିତି ମନ୍ଦିର ଅଛି ଯାହା ଗୋଟିଏ 12 ବର୍ଷର ପିଲା ଜୀବନ ଦେଇ ସମ୍ପୂର୍ଣ୍ଣ ହୋଇଥିଲା। ସେ ପିଲା କିଏ, ସେ କାହିଁକି ନିଜ ପ୍ରାଣ ଦେଲା, ଚାଲନ୍ତୁ ଜାଣିବା ଧର୍ମପଦର ଅମର କାହାଣୀ। ସମୁଦ୍ର କୂଳରେ ସୂର୍ଯ୍ୟଙ୍କ ରଥ ପରି ମୁଣ୍ଡ ଟେକି ରହିଛି କୋଣାର୍କ ସୂର୍ଯ୍ୟ ମନ୍ଦିର। କିନ୍ତୁ ଏହା କେବଳ ମନ୍ଦିର ନୁହେଁ, ଏହା ଗୋଟିଏ ବଳିଦାନର ଚିହ୍ନ। ବହୁ ବର୍ଷ ପୂର୍ବେ ରାଜା ରଣସିଂହ ଦେବ ପ୍ରଥମ ଏହି ମନ୍ଦିର ନିର୍ମାଣ ଆରମ୍ଭ କଲେ। ହଜାର ହଜାର ଶିଳ୍ପୀ ଦିନରାତି କାମ କଲେ, ହାତ ଫାଟିଗଲା, ତଥାପି ମଧ୍ୟ ହାର ମାନିଲେ ନାହିଁ। ମନ୍ଦିର ପ୍ରାୟ ସମ୍ପୂର୍ଣ୍ଣ ହୋଇ ଆସିଥିଲା, କିନ୍ତୁ ଗୋଟିଏ ଭୁଲ ସମସ୍ତଙ୍କ ମୃତ୍ୟୁର କାରଣ ହୋଇଯାଇଥିଲା। ମୁଖ୍ୟ ଶିଖରର ଶେଷ ପଥର କେହି ବି ବସାଇ ପାରୁନଥିଲେ। ରାଜାଙ୍କ ଆଦେଶ ଆସିଲା, ଯଦି ମନ୍ଦିର ସମୟରେ ସମ୍ପୂର୍ଣ୍ଣ ହେବ ନାହିଁ, ତେବେ ସମସ୍ତ ଶିଳ୍ପୀଙ୍କୁ ମୃତ୍ୟୁଦଣ୍ଡ। ସମଗ୍ର ନିର୍ମାଣ ସ୍ଥଳ ନୀରବ ହୋଇଗଲା, କେହି କଥା କହିପାରୁନଥିଲେ। ଏହା କହି ରାଜା ସେଠାରୁ ଚାଲିଗଲେ। ଏହି ନୀରବତା ମଧ୍ୟରେ ଗୋଟିଏ ସ୍ୱର ଶୁଣାଗଲା, ମୁଁ ଏହି ସମସ୍ୟାର ସମାଧାନ ଜାଣେ। ସମସ୍ତେ ଘୁରି ଦେଖିଲେ, ଗୋଟିଏ 12 ବର୍ଷର ପିଲା, ସେ ଥିଲା ଧର୍ମପଦ, ମୁଖ୍ୟ ଶିଳ୍ପୀ ବସି ମହାରାଣାଙ୍କ ପୁଅ। ସମସ୍ତେ ହସିଲେ, ହା 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 ହା, ଏତେ ଛୋଟ ପିଲା। କିନ୍ତୁ ଯେତେବେଳେ ଧର୍ମପଦ ଗଣନା କୋଣ ଓ ବୈଜ୍ଞାନିକ ପଦ୍ଧତି ବୁଝାଇଲା, ସମସ୍ତେ ନୀରବ ହୋଇଗଲେ। ସେ ପିଲା ଅସାଧାରଣ ଥିଲା। ଧର୍ମପଦଙ୍କ ଉପାୟରେ ଶେଷ ପଥର ବସିଲା, ମନ୍ଦିର ସମ୍ପୂର୍ଣ୍ଣ, ଶିଳ୍ପୀମାନଙ୍କ ଜୀବନ ବଞ୍ଚିଗଲା। କିନ୍ତୁ ଧର୍ମପଦ ଖୁସି ହେଲା ନାହିଁ। ତାର ମନେ ଗୋଟିଏ ଭୟ, ରାଜା ଜାଣିଲେ କଣ ହେବ? ଶିଳ୍ପୀମାନଙ୍କୁ ସନ୍ଦେହ କରାଯିବ। ରାତିର ନୀରବତା, ସମୁଦ୍ରର ଗର୍ଜନ। ଧର୍ମପଦ ଶେଷଥର ପାଇଁ ମନ୍ଦିରକୁ ଦେଖିଲା। ମୋ ଜୀବନ ଯଦି 1000 ଜୀବନକୁ ବଞ୍ଚାଇ ପାରେ, ତେବେ ଏହା ହିଁ ମୋର କର୍ତ୍ତବ୍ୟ। ସେ ମନ୍ଦିରକୁ ଯାଇ ସମୁଦ୍ରରେ ଝାঁପି ପଡ଼ିଲା। ସକାଳେ ସତ୍ୟ ଘଟଣା ଜଣା ପଡ଼ିଲା। ସମସ୍ତଙ୍କ ଆଖି ଲୁହରେ ଭରିଗଲା। ଧର୍ମପଦ ଚାଲିଗଲା, କିନ୍ତୁ ତାର ନାମ ଅମର ହୋଇଗଲା। ଆଜି ବି ସୂର୍ଯ୍ୟ ମନ୍ଦିର ଧର୍ମପଦଙ୍କ ବଳିଦାନ ଉପରେ ରହିଛି। ଆପଣ କୁହନ୍ତୁ, 12 ବର୍ଷର ପିଲା ଏହି ବଳିଦାନ ଆମେ କେବେ ଭୁଲି ପାରିବା କି? କମେଣ୍ଟରେ ଧର୍ମପଦ ଲେଖନ୍ତୁ।